କାଲିର ବର୍ଷା ତ ଦେଖିଥିବ କେତେ ଜୋରରେ ହେଉଥିଲା, ପୁରା ହେଭି। ବାକି ତମ ଆଡେ ହେଇଛି ନା ନାଇଁ କମେଣ୍ଟରେ ଜଣାଅ। ଆମ ପଟ ତ ଘଡଘଡି ସହ ପୁରା ହୁଳ ମାଡ଼ କରିଦେଲା। ଏତେ ଜୋରରେ ସେଟା ବି ବାକି ଆମ କୁକୁଡାର ଟିକେ ହେଲେ ଭୟ ନାହିଁ। 2 ଦିନ ଆଗରୁ ସାୟଦ ସରକାର ଥ୍ରୋରୁ ୱାଟର ସପ୍ଲାଏ ପାଇଁ ଟ୍ୟାପ କନେକ୍ସନ କରୁଥାନ୍ତି। ଆମେ କହିଲୁ ଏପଟ ସାଇଡ ନ କରି ଟିକେ ଅଲଗା ସାଇଡରେ କରିଦିଅ। ବାକି ଠିକାଦାର ତ ପୁରା ଅଲଗ ଲେଭେଲର ହାରାମି, କିଛି ବି ରିପ୍ଲାଏ ଦେଉନଥାଏ। ଆମେ ଏଥିପାଇଁ କହୁଥାଉ ଯେ ପୂର୍ବରୁ ଏଠି କରିଥିଲେ, ବାକି ସେଟାକୁ ପଡୋଶୀର ପିଲାମାନେ ଭାଙ୍ଗି ଦେଇଥିଲେ। ଯିଏ ବି କିଛି ରିପ୍ଲାଏ ଦଉନି ତାକୁ କହିକି କିଛି ଲାଭ ନାହିଁ। ସେଥିପାଇଁ ଆମେ କିଛି ବି କହିଲୁନି। ପରେ ମୋ ସାଙ୍ଗକୁ ଆଣିବାର ଥାଏ ତ ମୁଁ ଜଲ୍ଦି ଆସିଯାଏ ରେଲୱେ ଷ୍ଟେସନ। ପହଞ୍ଚିଲା ପରେ ସାଙ୍ଗ ମଧ୍ୟ ଆସି ପହଞ୍ଚିଯାଏ ତ ଆମେ ହରିଚନ୍ଦନପୁର ମାର୍କେଟରେ ଖରା ଯୋଗୁ ଥଣ୍ଡା ପିଇ ଘରକୁ ଆସିଯାଉ। ଆସିଲା ପରେ ମତେ ବଗିଚାର କିଛି ଖୁଣ୍ଟ ଗଳି ପଡିଥାଏ, ସେଗୁଡାକୁ ଠିକ କରିବାର ଥାଏ। ସେଟାକୁ ଖୁଣ୍ଟରେ ଜାମ ଦେଇ ଦଉଡ଼ିରେ ବାନ୍ଧି ଦିଏ। ବାନ୍ଧି ସାରିଲା ପରେ ସୋଲାର ବି ଛାତରୁ ତଳକୁ ପଡି ଯାଇଥାଏ, କେବୁଲ ବି ଛିଣ୍ଡି ଯାଇଥାଏ। କେବୁଲ ଲଗେଇ ଦେଇ ଛାତକୁ ଚଢେଇ ଦିଏ। ବାକି ଗୋଟେ ଦିନ ଆଗରୁ ଆମ ଗାଁ ପାଖ ସ୍କୁଲର ହଷ୍ଟେଲରୁ 3 ପିଲା ଲୁଚିକି ପଳେଇଥିଲେ ଜୁଙ୍ଗା ଗାଁକୁ। ସେଥିରୁ ଜଣେ ପିଲା ଆମର ସମ୍ପର୍କୀୟ ଥିଲା। ଦେନ୍ ସେମାନଙ୍କୁ ଖୋଜାଖୋଜି କଲା ପରେ ସେମାନଙ୍କୁ ନେଇ ଘରକୁ ଆସିଯାଏ। ଦେଖା ହବା ନେକ୍ସଟ ବ୍ଲଗରେ। ବାଏ ବାଏ।